से ମୁଁ ବର୍ତ୍ତମାନ ପଳେଇ ଆସିଛି ଜଙ୍ଗଲ ଆଡ଼େ। ଜଙ୍ଗଲ ଆଡ଼େ କାହିଁକି ଆସିଛି କ'ଣ ପାଇଁ ଆସିଛି ଏସବୁ ଜାଣିବେ ଏଇ ବ୍ଲଗ୍ରେ। ତ ଆଗକୁ କ'ଣ ହବ ବ୍ଲଗ୍ରେ ମୁଁ ତ ଜାଣିନି। ତ ବ୍ଲଗ୍ରେ କଣ୍ଟିନ୍ୟୁ ରହନ୍ତୁ, ଆଗକୁ କ'ଣ ଅଛି ଦେଖନ୍ତୁ ଆଉ। ତ ଫ୍ରେଣ୍ଡସ୍ ମୁଁ ପଳେଇ ଆଇଛି ଏବେ ଜଙ୍ଗଲ ଆଡ଼େ। ତ ଏବେ ଟାଇମ୍ ହେଇଛି 8ଟା। ତ ମୋତେ ଘରେ ପଠେଇଥିଲେ, କ'ଣ ପାଇଁ ପଠେଇଥିଲେ କ'ଣ ପାଇଁ ନା ଦେଖିପାରୁଥିବେ ଏଇଟା କି ଗଛ, ଦେଖିପାରୁଥିବେ ଏଇଟା ହେଉଛି ପଣସ ଗଛ। ତ ମୋତେ କହୁଥିଲେ ପଣସ ନେବା ପାଇଁ ବୋଲି। ତ ପଣସ ଆଜି ତରକାରୀ ହେବ। ତ ଦେଖିଲି ଏଇ ଗଛରେ ପଣସ ହେଇଛି ବଢ଼ିଆ। ତ ଦେଖିପାରୁଥିବେ, ତ ଏଇ ପଣସଟାକୁ ତୋଳିବା ଆମେ। ତ ମୋ ପାଖରେ କ୍ୟାମେରାମ୍ୟାନ୍ କେହି ନାହାନ୍ତି, ଆଉ ମୁଁ ନିଜେ ଏଇଠି ଏକା ଅଛି। ତ ନିଜେ ମୋବାଇଲ୍ ଧରିକି ମାନେ ମୁଁ ନିଜେ କ୍ୟାମେରା ଧରିକି ମୁଁ ବ୍ଲଗ୍ ବନଉଛି। ତ ଚାଲନ୍ତୁ ଫଟାଫଟ ଆମେ ପଣସକୁ ତୋଳି ନେବା, ତାପରେ କଥା ହେବା। ଓକେ, ତ ଫ୍ରେଣ୍ଡସ୍ ଦେଖିପାରୁଥିବେ ଇଏ ହେଉଛି ପଣସ। ତ ଫାଇନାଲି ମୁଁ ପଣସକୁ ତୋଳି ଦେଇଛି। ତ ଏବେ ମୁଁ ଘରକୁ ଯାଉଛି। ତ ଏପଟେ ବାଟ ନାହିଁ ଘାଟ ନାହିଁ, ତ ମୋତେ ସେ ଜଙ୍ଗଲ ପଟେ ସେ ରାସ୍ତାକୁ ବାହାରିବାକୁ ପଡ଼ିବ। ତ ଚାଲନ୍ତୁ ରାସ୍ତାକୁ ବାହାରୁଛି, ତାର କଥା ହେବା। ଓକେ, ତ ଫାଇନାଲି ମୁଁ ରାସ୍ତାକୁ ପହଞ୍ଚି ଯାଇଛି। ଦେଖିପାରୁଥିବେ ରାସ୍ତାକୁ ମୁଁ ପହଞ୍ଚି ଆସିଛି। ତ ଏଟାକୁ ଘରକୁ ନେଇକି ମୋ ଘରମଣିକୁ ଦେବି। ତ ସେଟାକୁ ଭଲ ଭାବରେ ଚାଞ୍ଚିକି ତା ଫିସ୍ ଫିସ୍ କାଟିକି ତାକୁ ପାଣିରେ ବଫାଯିବ, ସିଝାଯିବ। ତା ସିଝା ହେଲା ପରେ କ'ଣ ସବୁ କେମିତି କରାହେଉଛି ସେସବୁ ଆପଣଙ୍କୁ ଦେଖେଇବି। ତ ଭିଡ଼ିଓରେ କଣ୍ଟିନ୍ୟୁ ରହନ୍ତୁ। ତ ଚାଲନ୍ତୁ ଘରକୁ। ମଝିରୁ ଫାଳ କରି ପ୍ରଥମେ ତାକୁ ଆଉ ଥରେ ଫାଳ କରିଦେବ, ମାନେ ଗୋଟେ ପିସ୍ଟାକୁ 4 ଫାଳ କରିଦେବ। ଗୋଟେ ପଣସକୁ ପାଣିରେ ପକେଇଲେ କ'ଣ ହେବ? ପାଣି ପକେଇଲେ କ୍ଷୀରଟା ଛାଡ଼ିଯିବ। ଛାଡ଼ିଯିବ ନାଇଁ କି? ଲାଗିବନି ହାତରେ। ନହେଲେ ହାତରେ ଲାଗିଯିବ। ତେଲ ବି ଦିଆ ହେଇଛି ହାତରେ ବୋଧେ। ଫାଇନାଲି ଆମେ ଏଟାକୁ ସିଝେଇ ଏଟାକୁ ଆମେ ଛାଙ୍କି ଦେବା। ମୁଁ ଏଇଟା ସିଝେଇଥିଲି, ତାର ଏଟାକୁ ଛାଙ୍କି ଦେଉଛି ଆମେ ଫିସ୍ ଫିସ୍ କରିକି। ଦେଖିପାରୁଥିବେ ଏମିତି ସିଝା ହେଇଛି, ଉପର ଚମଡ଼ାକୁ ଛଲେଇ ଦେଇ। ତ ଫ୍ରେଣ୍ଡସ୍ ଦେଖିପାରୁଥିବେ ଏଇଟା ହେଉଛି ସେଇ ମାନେ ପଣସ, ମାନେ ଏଟାକୁ ପୁରା ଚାଞ୍ଚିକି ଚୁନ ଚୁନ କରି ପୁରା ସିଝା ହେଇଛି। ତ ଏଇପଟେ ଦେଖିପାରୁଥିବେ ଏଇଟା ହେଉଛି ବାଇଗଣ କିଛି କଟା ହେଇଛି। ତ ଏଇଟା ଅଲରେଡ଼ି ମସଲା କଷା ଚାଲିଛି। ତ ପୁରା ମସଲାଟାକୁ ଦେଖିପାରୁଥିବେ ପୁରା ବାଗେଇକି ହେଇଗଲାଣି। ତ ଆମେ ବାଇଗଣଟା ପକାଇଦେବା, ମେଲ୍ଟ ହେଇଯିବ। ବାଇଗଣ ଆଉ ଆଳୁ କିଛି ଅଛି। ବାଇଗଣ ଆଳୁ ପକାଇଦେଲେ, ତାପରେ ଘାଣ୍ଟି ଦେଲେ। ଆଉ ତା ସହିତ ଆମେ ଏଇ ପଣସକୁ ବି ପକାଇଦେବା। ଭଲ ଭାବରେ ଘାଣ୍ଟି ଦେବା, ଭଲ ଭାବରେ ଘାଣ୍ଟିକି ମିକ୍ସ କରିଦେବା, ଯେମିତି ମସଲା ବି ଚାରିଆଡ଼େ ଲାଗିବ ମସଲା ଗୁଡ଼ା। ବାସ୍ ହେଇଗଲା। ଏବେ ଏଇଟା ହେଉଛି ମସଲା ପାଣି କମ୍ ଦେଇଦେବା ଯାହାକି ସିଝିବା ପାଇଁ। ବାସ୍ ମୁଁ ଏତିକି ଦେଇଛି। ତାପରେ ଏବେ ଛାଡ଼ିଦେବା ଆଉ ଢାଙ୍କୁଣୀକୁ ଘୋଡ଼େଇ ଦେବା। ତାପରେ ଏବେ ଯାହା ନିଆଁ ଜାଳିବା କଥା ଜାଳିଦେବା। ଏବେ ପୁରା ନିହାତି ଘଣ୍ଟେ ପାଖାପାଖି ଆକୁ ଛାଡ଼ିଦେବା।